তাহলে মନ ইଚ୍ଛା ଯଦି ଶାସନ ଚଲେଇବେ ତାହେଲେ ଲୋକ ଯାହା କରୁଛନ୍ତି ସେଇଆ କରିବେ। ବର୍ତ୍ତମାନ ଲୋକ ରାସ୍ତାରେ ମନ୍ତ୍ରୀ ଗଲା ବେଳେ ଚିତ୍କାର କରିବେ, ପୁରୀରେ ଯେମିତି ଚିତ୍କାର କଲେ। ବିଜେପିରେ ଯିଏ ଆସିଗଲା ସେ ତାର ସବୁ ମାନେ ସେ ଯାହା କଲେ ବି ମାପ, ତାଙ୍କର କୌଣସି ଉତ୍ତରଦାୟିତ୍ୱ ରହିବନି। ଜୟନାରାୟଣ ମିଶ୍ର କହୁଛନ୍ତି ମନ୍ତ୍ରୀ କ'ଣ ନିଆଁ ଲଗେଇଥିଲା, ମନ୍ତ୍ରୀ କାହିଁକି ଇସ୍ତଫା ଦେବ? ଏସ୍ସିବି ମେଡିକାଲ ସହିତ ଘୋଡ଼ା ବେପାରର ବିଶେଷ କିଛି ସମ୍ପର୍କ ନାହିଁ। ରାଦର ସବୁଠୁ ଦୁର୍ଭାଗ୍ୟର କଥା ହେଉଛି ଯେ 13 ଜଣ ଲୋକ ଜିଅନ୍ତା ଜଳି ଯାଇଥିବା ଗୋଟେ ହସ୍ପିଟାଲ, ସେଥିରେ କେହି ଉତ୍ତରଦାୟିତ୍ୱ ନ ନେବା ସେଟା ହେଉଛି ସବୁଠୁ ଦୁର୍ଭାଗ୍ୟର କଥା। ଆପଣ ଯେତେବେଳେ ବିଜେପି ଶାସିତ ରାଜ୍ୟ ଏବଂ ଅଣ ବିଜେପି ଶାସିତ ରାଜ୍ୟ ଭିତରେ ଗୋଟେ ଫରକ ଚାଲିଛି। ଯେତେବେଳେ ଆପଣଙ୍କର ସମ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଲା, ଆପଣଙ୍କର କେନ୍ଦ୍ର ସରକାର ତନାଘନା କରି ପକାଇଲେ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ ଆସିଲେ ଏବଂ ସେତେବେଳେ ବିଜେଡି ବିରୁଦ୍ଧରେ, ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ମାନେ କେତେ ବଡ଼ ପ୍ରେସର କରିଥିଲା ବିଜେପି, ଏବଂ ସେ ପ୍ରେସରରୁ ମୁକ୍ତି ପାଇବା ପାଇଁ ସାଙ୍ଗେ ସାଙ୍ଗେ ତୁରନ୍ତ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡ଼ିଲା। ତ ସେତେବେଳେ ରାଜନୀତି ଅଲଗା ଥିଲା, ଆଜି ରାଜନୀତି ଅଲଗା ଅଛି। ବିଜେପିରେ ଯିଏ ଆସିଗଲା ସେ ତାର ସବୁ ମାନେ ସେ ଯାହା କଲେ ବି ମାପ, ତାଙ୍କର କୌଣସି ଉତ୍ତରଦାୟିତ୍ୱ ରହିବନି। ଏବଂ ବିଜେପି ବିଧାୟକ ମାନେ ଯୋଉ ଭଳିଆ କଥାବାର୍ତ୍ତା କରୁଛନ୍ତି, ଆଚରଣ କରୁଛନ୍ତି, ସେଥିରେ ତ ଜଣାପଡୁଛି ଯେ ସେମାନେ ବୋଧେ ଚାହୁଁନାହାନ୍ତି ଯେ କୌଣସି ପ୍ରକାର ଗୋଟେ ରାଜନୈତିକ ନିଷ୍କର୍ଷ ବାହାରୁ। ମାନେ ପଦ୍ମଲୋଚନ ପଣ୍ଡା, ଜୟନାରାୟଣ ମିଶ୍ର, ଟଙ୍କଧର ତ୍ରିପାଠୀ ଯୋଉ ଭାଷାରେ କଥାବାର୍ତ୍ତା କରୁଛନ୍ତି, ରାଜନୀତିରେ ଏଇ ଭାଷାରେ କଥାବାର୍ତ୍ତା କରନ୍ତି ଲୋକ? ତମେ ନିଜେ ବିରୋଧୀ ଦଳର ଥିଲ। ଜୟନାରାୟଣ ମିଶ୍ର କହୁଛନ୍ତି ମନ୍ତ୍ରୀ କ'ଣ ନିଆଁ ଲଗେଇଥିଲା, ମନ୍ତ୍ରୀ କାହିଁକି ଇସ୍ତଫା ଦେବ? ତାହେଲେ କିଏ ଇସ୍ତଫା ଦେବ? ରେଳ ଦୁର୍ଘଟଣା ହେଲା, ରେଳମନ୍ତ୍ରୀ ଇସ୍ତଫା ଦେବେ ନାହିଁ। ମାନେ ଧରନ୍ତୁ ବିଭିନ୍ନ ଜାଗାରେ ସନ୍ତ୍ରାସବାଦୀ ଆକ୍ରମଣ ହେଲା, ଗୃହମନ୍ତ୍ରୀ ଇସ୍ତଫା ଦେବେ ନାହିଁ। ତାହେଲେ ବିଜେପି ଶାସନରେ ରହିବ କ'ଣ ପାଇଁ? କେବଳ ମାନେ ଆମେ ଯାହା ଚାହିଁବୁ ତାହା କରିବୁ, ରାଜନୀତିରେ ନୈତିକତା ରହିବ ନାହିଁ, ରାଜନୀତିରେ ଉତ୍ତରଦାୟିତ୍ୱ ରହିବ ନାହିଁ। ମାନେ ଆମର ମନ ଇଚ୍ଛା ଆମେ ଶାସନ ଚଲେଇବୁ। ତାହେଲେ ମନ ଇଚ୍ଛା ଯଦି ଶାସନ ଚଲେଇବେ ତାହେଲେ ଲୋକ ଯାହା କରୁଛନ୍ତି ସେଇଆ କରିବେ। ବର୍ତ୍ତମାନ ଲୋକ ରାସ୍ତାରେ ମନ୍ତ୍ରୀ ଗଲା ବେଳେ ଚିତ୍କାର କରିବେ, ପୁରୀରେ ଯେମିତି ଚିତ୍କାର କଲେ। ସମୟ ଆସିଲାଣି ବର୍ତ୍ତମାନ ସେ କଥା ହବ। ମନ୍ତ୍ରୀମାନେ ଯୋଉଠି ରାସ୍ତାରେ ଗଲେ, ଏବଂ ଆପଣ ଭାବନ୍ତୁ କି ପ୍ରକାର ସମ୍ବେଦନହୀନତା ଅଛି ଆଜିର ସ୍ୱାସ୍ଥ୍ୟମନ୍ତ୍ରୀଙ୍କର। ଏସ୍ସିବିରେ ନିଆଁ ଲାଗିଛି, ଲୋକ ପୋଡ଼ିକରି ମରୁଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ କ'ଣ କରୁଛନ୍ତି ବିଧାନସଭା ଭିତରେ? ବିଧାୟକ ମାନଙ୍କୁ ଦୌଡ଼ଉଛନ୍ତି, ଘୋଷାଡୁଛନ୍ତି, କହୁଛନ୍ତି ତାକୁ ଧର ଧର ଧର, ସେ ପଇସା ନେଇକି ପଳେଇଛି, ଆମକୁ ଭୋଟ ଦଉନି। ଦେଖିଛନ୍ତି ତ? ଶ୍ରୀମନ୍ଦିରର ଗଣତି ପାଇଁ କାଲିଠୁ ନିର୍ଦ୍ଦେଶ ହେଇଥିଲା, କାଲିଠୁ କାଳେ ଗଣତି ହେଇଥାନ୍ତା, କୁଆଡେ ଗଲା ସେ ଗଣତି? ଆଜ୍ଞା, ମୁଁ ଯେତିକି ଇତିହାସ ପଢିଛି, ଯେବେ ବି ଗଣତି ହେଇଛି ସପ୍ତାହେ ଭିତରେ ସରିଛି। ଇଏ କି ପ୍ରକାର ଗଣତି ହଉଛି ଯେ ଏତେ ଦିନ ଲାଗିବ, ମୁଁ ଆଜ୍ଞା ବୁଝିପାରୁନି। ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସିଏ ଆକ୍ଚୁଆଲି ଗଣତି କରୁଛନ୍ତି ନା କୋଉ କଥାଟା ଏପର୍ଯ୍ୟନ୍ତ ସେ ସଠିକ ଭାବରେ କଲେଣି? ରଥଯାତ୍ରା ପରିଚାଳନା ତ ଦେଖିଲୁ, ଇତିହାସରେ କେବେ କୋଉଠି ରଥଯାତ୍ରା ବେଳେ ଲୋକ ମରୁଥିଲେ? ଆମେ ବିଜେପି ସରକାର ଆସିଲା ପରେ ଦେଖିଲୁ ଯେ ଲୋକ ଦଳା ଯାତ୍ରାରେ ମଲେ ରଥଯାତ୍ରା ସମୟରେ। କାଲି କିନ୍ତୁ ଏଇ ଗଣତିକୁ ନେଇକି ଜାତୀୟ ଗଣମାଧ୍ୟମକୁ ନେଇକି ସମସ୍ତେ ଅନେଇକି ବସିଥିଲେ, ପ୍ରତ୍ୟେକ ଲୋକ ମଧ୍ୟ ଅନେଇଥିଲେ ଯେ ଗଣତି ହେଇଯିବ, ଆଜି ଗୋଟେ ତାଲିକା ବାହାରିବ। ମୁଖ୍ୟମନ୍ତ୍ରୀ ପରା କହିଲେ, ମନ୍ତ୍ରୀ ପରା କହିଲେ ଯେ ଆଜ୍ଞା ଆଶା କରନ୍ତୁନି, ସାଙ୍ଗେ ସାଙ୍ଗେ କିଛି ବାହାରିବ, ଏ ହିସାବ କିତାବ କରିବେ। ମୁଁ ପ୍ରଥମ କଥା ହଉଛି, ମୋର ଗୋଟେ ବଡ ପ୍ରଶ୍ନ ଅଛି ଗଣତି କରିବେ ଯେ ଗଣତି ପୂର୍ବରୁ ଆମର ଯୋଉ ଡିଜାଇନ ଗୁଡିକ ଅଛି, ଗହଣା ଗୁଡିକର ଡିଜାଇନ, ତାର ପେଟେଣ୍ଟ କରିଛନ୍ତି କି ନାହିଁ? ଯୋଉମାନେ ସେ ଡିଜାଇନ ଦେଖିବେ, କାଲି ଯଦି ସେ ପେଟେଣ୍ଟ କୁ ଚୋରି କରିବେ, ସେଥିପାଇଁ କିଏ ଦାୟୀ ହେବ? पेटेंट ହେଇଛି କି ନାହିଁ ପ୍ରଥମେ ସେ କଥା କୁହନ୍ତୁ, ତାପରେ ଯାଇକି କଥା ହବ। पेटेंट जो डिजाइन टा सेटा होची जगन्नाथ मंदिर रो पेटेंट। जदि काली भविष्य रे सेटा को किए सेही डिजाइन रे आउ किए करिवो, ताले जगन्नाथ मंदिर को पैसा दबो माने चोरी बणिया जो माने अछंती। नहीं ममता बनर्जी ठीक है, ममता बनर्जी कोन तो जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।